ଆରମ୍ଭ ହୋଇଯାଇଛି ଟି20 ମହିଳା ବିଶ୍ୱକପ୍। ଇଂଲଣ୍ଡରେ ଖେଳାଯାଉଛି ମହିଳା ଟି20 ବିଶ୍ୱକପ୍ର 10ମ ସଂସ୍କରଣ। ଏହି ସଂସ୍କରଣରେ ଭାଗ ନେଉଛନ୍ତି 10ଟି ଟିମ୍। ଚଳିତ ବିଶ୍ୱକପ୍ରେ ଖେଳାଯିବ ମୋଟ 33ଟି ମ୍ୟାଚ୍। 12ଟି ଟିମ୍କୁ 2ଟି ଗ୍ରୁପ୍ରେ ବିଭକ୍ତ କରାଯାଇଛି। ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ, ବାଂଲାଦେଶ, ନେଦରଲ୍ୟାଣ୍ଡ ସହ ଗ୍ରୁପ୍ ଏରେ ସ୍ଥାନ ପାଇଛି। ଗ୍ରୁପ୍ ବିରେ ଅଛନ୍ତି ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ୍, ସ୍କଟଲ୍ୟାଣ୍ଡ ଓ ଆୟାରଲ୍ୟାଣ୍ଡ। ନ୍ୟୁଜିଲାଣ୍ଡ ହେଉଛି ଡିଫେଣ୍ଡିଂ ଚାମ୍ପିୟନ୍। ଭାରତ ଚଳିତ ପ୍ରତିଯୋଗିତାରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ ପ୍ରଥମ ମ୍ୟାଚ୍ ଖେଳି ଅଭିଯାନ ଆରମ୍ଭ କରିବ। ଜୁନ୍ 14ରୁ ଖେଳାଯିବ ଏହି ମ୍ୟାଚ୍। 2009ରେ ଇଂଲଣ୍ଡରେ ଖେଳାଯାଇଥିଲା ପ୍ରଥମ ଟି20 ମହିଳା ବିଶ୍ୱକପ୍। ଆୟୋଜକ ଇଂଲଣ୍ଡ ହିଁ ଥିଲା ପ୍ରଥମ ଚାମ୍ପିୟନ୍। କିନ୍ତୁ ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆର ହିଁ ପ୍ରାଧାନ୍ୟ ରହିଆସିଛି। ସର୍ବାଧିକ 6 ଥର ଟି20 ବିଶ୍ୱକପ୍ ଜିତିଛି ଅଷ୍ଟ୍ରେଲିଆ। ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍ ଓ ନ୍ୟୁଜିଲାଣ୍ଡ ଥରେ ଲେଖାଏଁ ବିଶ୍ୱକପ୍ ଜିତିଛନ୍ତି। ଚାମ୍ପିୟନ୍ ହୋଇନଥିଲେ ମଧ୍ୟ ଟିମ୍ ଇଣ୍ଡିଆର ରେକର୍ଡ ଭଲ ରହିଛି। 2020ରେ ଭାରତ ଫାଇନାଲରେ ପ୍ରବେଶ କରିଥିଲା। ଟାଇଟଲ୍ ଲଢ଼େଇରେ ଅଷ୍ଟ୍ରେଲିଆଠାରୁ ହାରି ରନର୍-ଅପ୍ ହୋଇଥିଲା ଭାରତ। ଏଥିସହ ଭାରତ 4ଟି ସଂସ୍କରଣରେ ସେମିଫାଇନାଲରେ ପ୍ରବେଶ କରିଛି। ଏଥର କ'ଣ ହରମନପ୍ରୀତ କୌର ଆଣ୍ଡ କୋ ଚମତ୍କାର କରିବେ? ଭାରତ କ'ଣ ପ୍ରଥମ ଥର ପାଇଁ ଟି20 ବିଶ୍ୱକପ୍ ଚାମ୍ପିୟନ୍ ହୋଇପାରିବ? ଲକ୍ଷ୍ୟ କଷ୍ଟକର, କିନ୍ତୁ ଅସମ୍ଭବ ନୁହେଁ। ବ୍ୟୁରୋ ରିପୋର୍ଟ, BS ନ୍ୟୁଜ୍ ଟୁଡେ।